नमस्कार पिलाମାନେ ୱେଲକମ୍ ଟୁ ମାଇ ୟୁଟ୍ୟୁବ୍ ଚ୍ୟାନେଲ୍ କମ୍ପ୍ୟୁଟର ଫର୍ ଓଡ଼ିଶା ଏକ୍ଜାମ୍। ସୋ ପିଲାମାନେ ଏହି ଚ୍ୟାନେଲ୍ର ନାମ ହେଉଛି କମ୍ପ୍ୟୁଟର ଫର୍ ଓଡ଼ିଶା ଏକ୍ଜାମ୍। So today discuss for theory class with chapter wise MCQ and previous year MCQ of computer subject। ପିଲାମାନେ ଏହି ଚ୍ୟାନେଲ୍ର ଉଦ୍ଦେଶ୍ୟ ହେଉଛି ଯେଉଁଥିକି କମ୍ପିଟିଟିଭ୍ ପିଲା ଯେଉଁଥିକି ଓଡ଼ିଶା ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ପାଇଁ ତିଆରି ହେଉଛନ୍ତି ଏବଂ ଯେଉଁମାନେ କମ୍ପ୍ୟୁଟର କ୍ଲାସ୍ କରିଛନ୍ତି ତାଙ୍କ ପାଇଁ ବହୁତ ଡିଫିକଲ୍ଟ ସବଜେକ୍ଟ ହେଉଛି ଯେଉଁଟାକି ଆପଣମାନଙ୍କୁ କମ୍ପ୍ୟୁଟରରେ ଯେଉଁଟାକି ଆପଣଙ୍କୁ ଫୁଲ୍ PDF ସହିତ ଥିଓରି କ୍ଲାସ୍ MCQ ପାଇପାରୁନାହାନ୍ତି ସେଇଟା ଆପଣମାନଙ୍କୁ ଏହି ଚ୍ୟାନେଲ୍ରେ ସବୁ ଫ୍ରିରେ ଆଭେଲେବଲ୍ କରାଯିବ। ଏହି ଭିଡ଼ିଓ କେବଳ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ଦେଉଥିବା ପିଲାମାନଙ୍କ ପାଇଁ ଯେଉଁ ଏକ୍ଜାମ୍ରେ କମ୍ପ୍ୟୁଟର ସବଜେକ୍ଟରୁ ବାରମ୍ବାର କମ୍ପିଟିଟିଭ୍ ଏକ୍ଜାମ୍ରେ କମ୍ପ୍ୟୁଟର MCQ ଆସୁଛି ସେମାନଙ୍କ ପାଇଁ ଏହି ଭିଡ଼ିଓ ଏବଂ ଯେଉଁମାନେ ଏ କମ୍ପ୍ୟୁଟର କ୍ଲାସ୍ କରୁଛନ୍ତି ଯେଉଁ PGDCA DCA କମ୍ପ୍ୟୁଟର କୋର୍ସ କ୍ଲାସ୍ କରୁଛନ୍ତି ତାଙ୍କ ପାଇଁ ମଧ୍ୟ ଏହି ଭିଡ଼ିଓ ରେକର୍ଡ଼ କରାଯାଉଛି ଯେଉଁଥିକି ସେମାନେ ହିଁ ଦେଖିପାରିବେ ଯେଉଁମାନଙ୍କ ଦରକାର ଅଛି ସେମାନଙ୍କ ଦରକାର ଅଛି ଯେଉଁମାନେ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ଦେଉଛନ୍ତି ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ଯେମିତି ଯେକୌଣସି ଓଡ଼ିଶା ଏକ୍ଜାମ୍ ହେଉନା କାହିଁକି କମ୍ପ୍ୟୁଟର ବାରମ୍ବାର ଆସୁଛି କମ୍ପ୍ୟୁଟର ସବଜେକ୍ଟରୁ କ୍ୱେଶ୍ଚନ୍ 25ରୁ 30 ମାର୍କ ଆସୁଛି ଏବଂ ସେମାନେ ମଧ୍ୟ ଦେଖିପାରିବେ ଏହି ରେକର୍ଡ଼ କ୍ଲାସ୍କୁ ପିଲାମାନେ ଯେଉଁମାନେ କମ୍ପ୍ୟୁଟର କ୍ଲାସ୍ କରୁଛନ୍ତି ଅଲରେଡ଼ି କମ୍ପ୍ୟୁଟର କୋର୍ସ କରୁଛନ୍ତି ସେମାନଙ୍କୁ ଏ କ୍ଲାସ୍ରୁ ବହୁତ କିଛି PDF ମେଟେରିଆଲ୍ ଦିଆଯିବ ଫ୍ରିରେ ଆଭେଲେବଲ୍ କରାଯିବ ସେହି ହିସାବରେ ଏହି କ୍ଲାସ୍କୁ ମୋଡ଼ିଫାଏ କରାଯାଇଛି। ପିଲାମାନେ ଏହି କ୍ଲାସ୍ରେ କ'ଣ କ'ଣ ଦିଆଯିବ କ'ଣ କ'ଣ ଫ୍ରିରେ ଦିଆଯିବ ସବୁ ଏହା ଆଗକୁ କୁହାଯିବ ସବୁ ଫ୍ରିରେ ଆଭେଲେବଲ୍ କରାଯିବ ଆପଣମାନଙ୍କୁ PDF ଠୁ ନେଇକି ଥିଓରି କ୍ଲାସ୍ ଠୁ ନେଇକି ଭିଡ଼ିଓ PDF ଆପଣମାନଙ୍କୁ ରିକ୍ୱାର ଯାହା ଥିବ ସବୁ ଫ୍ରିରେ ଆପଣମାନଙ୍କୁ ଟେଲିଗ୍ରାମରେ ଜଣାଇଦେବେ। ଦେଖନ୍ତୁ ଏହି କ୍ଲାସ୍ର ଉଦ୍ଦେଶ୍ୟ ପିଲାମାନେ ଏହି କ୍ଲାସ୍ରେ କ'ଣ କ'ଣ ରହିବ ଦେଖନ୍ତୁ ଏଇଟା ହିଷ୍ଟ୍ରି ଅଫ୍ କମ୍ପ୍ୟୁଟର ପିଲାମାନେ ଦେଖିପାରୁଥିବେ ଯେଉଁଠି ଏହି ଭିଡ଼ିଓ ରେକର୍ଡ଼ିଂ କରାଯାଉଛି ପିଲାମାନେ ଏହି କମ୍ପ୍ଲିଟଲି ଥିଓରି କ୍ଲାସ୍ ଦେଖନ୍ତୁ ଟିକେ ଏହାକୁ ଜୁମ୍ ଆଉଟ୍ କରିବା ପିଲାମାନେ ଜୁମ୍ ଆଉଟ୍ କରିକି ଟିକେ ରାଇଟ୍ କରିବା ଠିକ୍ ଅଛି। ବର୍ତ୍ତମାନ ଦେଖନ୍ତୁ ପିଲାମାନେ ଏହି କ୍ଲାସ୍ରେ ଆପଣମାନଙ୍କୁ କମ୍ପ୍ଲିଟ୍ ଥିଓରି କ୍ଲାସ୍ ଚାପ୍ଟର ୱାଇଜ୍ କମ୍ପ୍ଲିଟ୍ ଥିଓରି କ୍ଲାସ୍ ସେଟା ବି ଚାପ୍ଟର ୱାଇଜ୍ ପିଲାମାନେ ସେଟା ବି ଚାପ୍ଟର ୱାଇଜ୍ ଆପଣଙ୍କୁ କମ୍ପ୍ୟୁଟର ଯେତେ ବି ଚାପ୍ଟର ଅଛି ସବୁ କମ୍ପ୍ଲିଟ୍ କରାଯିବ ଚାପ୍ଟର ୱାଇଜ୍ କମ୍ପ୍ଲିଟ୍ କରାଯିବ ଚାପ୍ଟର ୱାଇଜ୍ କମ୍ପ୍ଲିଟ୍ କଲା ପରେ ପ୍ଲସ୍ ଥିଓରି ସରିଲା ପରେ ସେଇ ଚାପ୍ଟରର ଯେଉଁ ଚାପ୍ଟର ସରିବ ତାର ଇମିଡ଼ିଏଟଲି ନେକ୍ସଟ କ୍ଲାସ୍ରେ କିମ୍ବା ନେକ୍ସଟ ଭିଡ଼ିଓରେ ସିଲେକ୍ଟିଭ୍ MCQ ମାନେ ଟିକେ ରହିଯାନ୍ତୁ ଦେଖନ୍ତୁ ଚାପ୍ଟର ୱାଇଜ୍ ଥିଓରି କ୍ଲାସ୍ ତ ମିଳିବ ତା ସହିତ ପ୍ଲସ୍ ଆପଣମାନଙ୍କୁ ସିଲେକ୍ଟିଭ୍ MCQ ଦିଆଯିବ ଯେଉଁଟାକି ପୁରା ସିଲେକ୍ଟିଭ୍ ଥିବ ଏକ୍ଜାମ୍ ରିଲେଟେଡ୍ ଥିବ ଗଭର୍ଣ୍ଣମେଣ୍ଟ ଏକ୍ଜାମ୍ ପାଇଁ ସବୁ ଏକ୍ଜାମ୍ ରିଲେଟେଡ୍ MCQ ଅଲରେଡ଼ି ଆପଣମାନଙ୍କ ପାଇଁ ମୋଡ଼ିଫାଏ କରିକି ତିଆରି କରାଯାଇଛି ସେଟାକୁ କ୍ଲାସ୍ରେ ଆପଣମାନଙ୍କୁ ପ୍ରେଜେଣ୍ଟ କରିବା ବାକି ଅଛି ପିଲାମାନେ ସବୁ ପ୍ରିପାରେସନ୍ ହେଇସାରିଛି କେବଳ MCQ ପ୍ଲସ୍ ତା ସହିତ ପ୍ରିଭିୟସ୍ ଇୟର୍ MCQ ଦେଖନ୍ତୁ ଗୋଟେ ପ୍ରିଭିୟସ୍ ଇୟର୍ MCQ ନାହିଁ ଆମ ପାଖରେ ଯେମିତି ବହୁତ SSC OSSC OSSC RI OMIN AOMIN ASO OCGL ସବୁର MCQ ଆମ ପାଖରେ ଆଭେଲେବଲ୍ ଅଛି ସେ ସବୁକୁ ଆପଣଙ୍କ PDF ମାଧ୍ୟମରେ ଦିଆଯିବ କ୍ଲାସ୍ କରାଯିବ ସେଟା କ୍ଲାସ୍ରେ ଆପଣମାନଙ୍କୁ କମ୍ପ୍ଲିଟ୍ ରିଭିଜନ୍ କରାଯିବ ଏକ୍ସପ୍ଲେନ୍ କରାଯିବ ତାପରେ ଆପଣଙ୍କୁ PDF ମଧ୍ୟ ପ୍ରୋଭାଇଡ୍ କରିବେ କ୍ଲାସ୍ ହେଲା ପରେ PDF ଆପଣଙ୍କୁ ମିଳିବ କମ୍ପ୍ଲିଟଲି ଫ୍ରି PDF ଆପଣମାନଙ୍କ ପାଇଁ ରହିବ ଯାହା ବି କ୍ଲାସ୍ ହେବ ଡେଲି
ডেଲି ক্লাস ହେବ। ଦେଖନ୍ତୁ ଡେଲି କ୍ଲାସ୍ ହେବ। ତା ସହିତ PDF ଯୋଉଟା କ୍ଲାସରେ ପଢ଼ାଯିବ, ଯୋଉଟା ବର୍ତ୍ତମାନ ଏବେ କ୍ଲାସରେ ପଢ଼ାଯିବ ସେଟା ତାର PDF ପୁରା କମ୍ପ୍ଲିଟଲି ସେମ୍ ଟୁ ସେମ୍ PDF ପ୍ରୋଭାଇଡ୍ କରାଯିବ। ଡାଉନଲୋଡ୍ କରିବେ ଟେଲିଗ୍ରାମରେ ଆପଣ ଡାଉନଲୋଡ୍ କରିବେ। ସେଇ ଟେଲିଗ୍ରାମରେ ଡାଉନଲୋଡ୍ କରିବେ ଯୋଉଟା କି ଅଫିସିଆଲି ଟେଲିଗ୍ରାମ କମ୍ପ୍ୟୁଟର। ଦେଖନ୍ତୁ ଅଫିସିଆଲି ଟେଲିଗ୍ରାମ ହଉଛି କମ୍ପ୍ୟୁଟର ବାୟ SK ସାର୍। ଟେଲିଗ୍ରାମରେ ଆପଣ ଯାଇକି ଡାଉନଲୋଡ୍ କରିପାରିବେ PDF। କେବଳ କମ୍ପ୍ୟୁଟର PDF ମିଳିବ ନାହିଁ, ଏଠି ଆପଣଙ୍କର ଜବ୍ ନୋଟିଫିକେସନର PDF ମଧ୍ୟ ଆପଣମାନଙ୍କୁ ବାରମ୍ବାର ଦିଆଯାଉଛି। ଯାହା ବି ଅପକମିଂ ଜବ୍ ଆସୁଛି ତାର PDF ଏବଂ ଭିଡ଼ିଓ ମଧ୍ୟ ଆପଣଙ୍କୁ ପ୍ରୋଭାଇଡ୍ କରାଯାଉଛି ଟେଲିଗ୍ରାମ ମାଧ୍ୟମରେ। ଦେଖନ୍ତୁ ଏଇ କ୍ଲାସର ଉଦ୍ଦେଶ୍ୟ ପିଲାମାନେ, ଏଇ କ୍ଲାସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୋଉଟା କି ଓଡ଼ିଶା ଏକ୍ଜାମରେ ବାରମ୍ବାର କ୍ୱେଶ୍ଚନ୍ ରିପିଟ୍ କରାଯାଉଛି। ଆମେମାନେ ଦେଖିପାରୁଛୁ ଯେ ଏତେ କ୍ୱେଶ୍ଚନ୍ ବହୁତ କ୍ୱେଶ୍ଚନ୍ ମୁଁ ଆନାଲିସିସ୍ କରି ସାରିଲା ପରେ, ବହୁତ ଏକ୍ଜାମର କ୍ୱେଶ୍ଚନ୍ ପେପର କମ୍ପ୍ୟୁଟର କ୍ୱେଶ୍ଚନ୍ ଆନାଲିସିସ୍ କରି ସାରିଲା ପରେ ଜଣାପଡ଼ୁଛି ଯେ ବହୁତ ଗୋଟେ କ୍ୱେଶ୍ଚନ୍ ହିଁ ରିପିଟ୍ ବାରମ୍ବାର ହେଉଛି କମ୍ପ୍ୟୁଟର। କିନ୍ତୁ ବହୁତ ୟୁଟ୍ୟୁବ ଚ୍ୟାନେଲ ଅଛି, ପିଲାମାନେ ୟୁଟ୍ୟୁବରେ ବହୁତ ୟୁଟ୍ୟୁବ ଚ୍ୟାନେଲ ଷ୍ଟଡି ୟୁଟ୍ୟୁବ ଚ୍ୟାନେଲ ଅଛି ଯୋଉଠି କମ୍ପ୍ୟୁଟର ପଢ଼ାଯାଉଛି। କିନ୍ତୁ ସେଠି ଆପଣମାନଙ୍କୁ ପଢ଼ା ତ ଯାଉଛି, କିନ୍ତୁ ଆପଣମାନଙ୍କୁ କମ୍ପ୍ଲିଟ ମେଟେରିଆଲ ମିଳିପାରୁନି। ଏଇଟା ପ୍ରୋବ୍ଲେମ ପିଲାମାନଙ୍କର ପ୍ରବଳ ହଉଛି। ତ ସେଇଟାକୁ ଆମେ ସଲ୍ୟୁସନ କରିକି, ଆମେ ଏଇ ଟିମ୍ ସଲ୍ୟୁସନ କରିକି ଏଇ କ୍ଲାସ ଭିଡ଼ିଓଟି ରେକର୍ଡ କରାଯାଉଛି। ସେଇ ହିସାବରେ କାହିଁକି ଏଇଠି କମ୍ପ୍ଲିଟ ଆପଣଙ୍କୁ ସବୁ ଦିଆଯିବ। ଭିଡ଼ିଓ ମିଳିବ ପ୍ଲସ୍ PDF ମିଳିବ ଫ୍ରିରେ। ଏଇଟା ଭିଡ଼ିଓ ସବୁ ଚ୍ୟାନେଲରେ ମିଳିଯାଉଛି। ୟୁଟ୍ୟୁବରେ ବହୁତ ଭିଡ଼ିଓ ଚ୍ୟାନେଲ ଅଛି, ଭିଡ଼ିଓ ମିଳିଯିବ ଚ୍ୟାନେଲ, କିନ୍ତୁ ଏ PDF ଦେଉନାହାନ୍ତି। PDF ଫ୍ରିରେ ଦିଆଯିବ ଏବଂ MCQ PDF, ପ୍ରିଭିୟସ୍ PDF ଏବଂ ଆପଣମାନଙ୍କୁ କ୍ଲାସର ନୋଟ୍ PDF ମଧ୍ୟ ମିଳିବ। ଆପଣମାନଙ୍କୁ କମ୍ପ୍ଲିଟଲି, କାରଣ ଏଇ କ୍ଲାସଟା ମେନଲି କମ୍ପ୍ୟୁଟର ପାଇଁ ହିଁ ତିଆରି କରାଯାଇଛି। ତ କମ୍ପ୍ୟୁଟରରେ କୌଣସି ପ୍ରୋବ୍ଲେମ ପିଲାମାନଙ୍କୁ ହେବ ନାହିଁ। ଯଦି କୌଣସି କ୍ୱାରି ଥାଏ ତ ମେସେଜ କରିବେ, ମେସେଜ ବକ୍ସରେ ଯାଇକି କ୍ୱାରିକୁ ଆମେ ସଲ୍ଭ କରିବୁ। ପିଲାମାନେ ଦେଖନ୍ତୁ, ଆଜିକାଲି ଡେଟରେ କମ୍ପ୍ୟୁଟର ଆଗେ ଏତେ କ୍ୱେଶ୍ଚନ୍ କମ୍ପ୍ୟୁଟରରୁ ଆସୁନଥିଲା ଗଭର୍ଣ୍ଣମେଣ୍ଟ ଏକ୍ଜାମ, କିନ୍ତୁ ଆଜିକାଲି ଏତେ କ୍ୱେଶ୍ଚନ୍ ଆସୁଛି କମ୍ପ୍ୟୁଟର ଭରି କ୍ୱେଶ୍ଚନ୍ ଆସୁଛି ପିଲାମାନେ। ଦେଖନ୍ତୁ ଏବେ ଆମର ଏଇ ଭିଡ଼ିଓର ମୋଟିଭ ହେଉଛି ଅପକମିଂ ଏକ୍ଜାମ, ଯୋଉଟାକି ଅପକମିଂ ଏକ୍ଜାମ ଆସିବାକୁ ଯାଉଛି, ସେଥିରେ ପୁରା କମ୍ପ୍ୟୁଟର ଆସୁଛି। ଦେଖନ୍ତୁ ଏଇ କୋଉ ଏକ୍ଜାମରେ କୋଉ ବୋର୍ଡରେ କେତେ କ୍ୱେଶ୍ଚନ୍ ଆସୁଛି କମ୍ପ୍ୟୁଟରର, ସେଟା ମୁଁ ଆପଣଙ୍କୁ ଡିସ୍କସ୍ କରିଦେଉଛି। ଦେଖିବେ ଆପଣ ଜାଣିପାରିବେ କୋଉ ଏକ୍ଜାମରେ କେତେ କମ୍ପ୍ୟୁଟରରୁ କ୍ୱେଶ୍ଚନ୍ ଆସୁଛି। ତ ସେଇଟା କ୍ୱେଶ୍ଚନ୍ ଛାଡ଼ି ଯାଉଛନ୍ତି ପିଲାମାନେ, ସେଇଠି ସିଲେକ୍ସନ ପାଇଁ ରହିଛି। ଦେଖନ୍ତୁ ଅପକମିଂ ଏକ୍ଜାମ ହେଉଛି ସିଲାବସ୍ ଦେଖିଥିବା। ଜୁମ୍ ଆଉଟ୍ କରିବା। ଦେଖନ୍ତୁ ଏମିତି କ୍ଲାସ୍ ଆପଣମାନଙ୍କୁ ଦିଆଯିବ, ପୁରା କମ୍ପ୍ଲିଟଲି ଆପଣଙ୍କୁ ଗ୍ରାଫିକ୍ସ ସହିତ ବୁଝାଯିବ। ଆଉ ଦେଖନ୍ତୁ ଏଇଠି ଦେଖନ୍ତୁ, ଜୁମ୍ କରିକି ପଢ଼େଇବି। ଆଗେ ଗ୍ରାଫିକ୍ସ ଦେଖନ୍ତୁ, ଏମିତି ପୁରା ଗ୍ରାଫିକ୍ସ ସହିତ ଆପଣଙ୍କୁ ପଢ଼ାଯିବ। ଦେଖନ୍ତୁ ଏଇଠି ଯାହା ଚାପ୍ଟର ପଢ଼ାଯିବ ଆପଣଙ୍କୁ ପୁରା ଗ୍ରାଫିକ୍ସ ସହିତ ଆପଣଙ୍କୁ ଫଟୋ ସହିତ ରିଲେଟେଡ୍ କରିକି ପଢ଼ାଯିବ, ଯୋଉଥିରେ ପିଲାମାନଙ୍କୁ ବୁଝିବା ପାଇଁ ଅସୁବିଧା ହେବନି। ଏଇଟା ବହୁତ ପ୍ରୋବ୍ଲେମ ଅଛି ୟୁଟ୍ୟୁବରେ। ଏଇଟା ହିଁ ପ୍ରୋବ୍ଲେମ। ୟୁଟ୍ୟୁବରେ ବହୁତ ସାର୍ ମାନେ ପଢ଼େଇ ଦେଉଛନ୍ତି କମ୍ପ୍ୟୁଟର, କିନ୍ତୁ ସେଥିରେ ତାର ଗୋଟେ ମନେ କରାଯାଉ ଗୋଟେ CPU କି ମଦରବୋର୍ଡ କି RAM, ମନେ କରାଯାଉ RAM ପଢ଼ା ହେଲା, ROM ପଢ଼ା ହେଲା କି ମଦରବୋର୍ଡ ପଢ଼ା ହେଲା। ଏଇଟା
ମଦରବୋର୍ଡ ସେଇଟା ପଢେଇ ଦଉଛନ୍ତି, ଥିଓରିରେ ପଢେଇ ଦଉଛନ୍ତି, କିନ୍ତୁ ସେଇଟା ଭିଜୁଆଲାଇଜେସନ କରୁନାହାନ୍ତି, ଯୋଉଠିକି ପିଲାମାନଙ୍କର ପ୍ରୋବ୍ଲେମ ଅଛି ବୁଝିବାରେ। ଏତେ ପଢାଯିବ ଯେ ବୁଝିପାରେ, ଏତେ କମ୍ପ୍ୟୁଟରରେ ଏତେ ପାର୍ଟ ଅଛି, ହାର୍ଡୱେର ଅଛି, ସଫ୍ଟୱେର ଅଛି, ହାର୍ଡୱେରରେ ବହୁତ ପାର୍ଟ ଅଛି, ସଫ୍ଟୱେରରେ ବହୁତ ପାର୍ଟ ଅଛି। ତ ଏତେ ବୁଝିଲା ବେଳକୁ ପିଲାମାନଙ୍କର ମୁଣ୍ଡ କାମ କରୁନି, ମୁଣ୍ଡରେ ପଶୁନି। ତ ସେଇଟା ଆମେ ଏମିତି ଡିଜାଇନ କରିଛୁ କ୍ଲାସରେ ପିଲାମାନେ, ଯୋଉଟା କି ବାଇଲିଙ୍ଗୁଆଲ ରହିବ। ଦେଖନ୍ତୁ ଏଇଠି ଦେଖନ୍ତୁ ବାଇଲିଙ୍ଗୁଆଲ ଅଛି, ଇଂଲିଶରେ ରହିବ, ଇଂଲିଶରେ ରହିବ ଏବଂ ଓଡ଼ିଆରେ। ଆପଣ ମାନେ ଯଦି ଇଂଲିଶରେ ଦୁର୍ବଳ ଅଛନ୍ତି ତ ଓଡ଼ିଆରେ ବି ଆପଣ ପଢିକି ବୁଝିପାରିବେ, ଯୋଉଟା ଓଡ଼ିଆରେ ଯୋଉଟା ବୁଝିପାରୁନାହାନ୍ତି ଇଂଲିଶରେ ବୁଝିପାରିବେ। ବାଇଲିଙ୍ଗୁଆଲ ରହିବ ଓଡ଼ିଆ ଏବଂ ଇଂଲିଶ। ଏବଂ ଆପଣମାନଙ୍କୁ ଭିଜୁଆଲାଇଜେସନ ଗ୍ରାଫିକ୍ସ ସହିତ, ହେଇ ଗ୍ରାଫିକ୍ସ ସହିତ ପିଲାମାନେ କମ୍ପ୍ୟୁଟର ଭାଷାରେ, ଯୋଉଟା କି ସିପି ପିଲାମାନେ ଆପଣ ତ କମ୍ପ୍ୟୁଟର ଲାଙ୍ଗୁଏଜରେ ଜାଣିଥିବେ ସିପିୟୁ। ସିପିୟୁ କହିଲେ ଆପଣ ପ୍ରାୟତଃ ସମସ୍ତେ ଜାଣିଥିବେ, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍, ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍। କିନ୍ତୁ ଆପଣଙ୍କୁ ଗୋଟେ କଥା ପଚାରିବି, ଆଉ ଗୋଟେ କମ୍ପ୍ୟୁଟରରେ ଯେବେ ଆଡ ହେଇଛି ଜିପିୟୁ, ଜିପିୟୁ କହିଲେ ଆପଣ ମାନେ ବହୁତ ପିଲାମାନେ ଜାଣିନଥିବେ, ବହୁତ ମାନେ ଜାଣିଥିବେ କିନ୍ତୁ ବହୁତ ପିଲାମାନେ ଜାଣି ବି ନଥିବେ। ଜିପିୟୁ ମାନେ କଣ, ସିପିୟୁ ମାନେ କହିଦେବେ ସେଣ୍ଟ୍ରାଲ ପ୍ରୋସେସିଂ ୟୁନିଟ୍, ବହୁତ, କିନ୍ତୁ ସେଇଟା ସବୁ କ୍ଲାସରେ ଡିସକସ କରାଯାଉନି ପିଲାମାନେ, ସବୁ ସାର୍ ମାନେ ବତାଉନାହାନ୍ତି। ଏଇଟା ଦେଖନ୍ତୁ ଜିପିୟୁ ରେମ୍ ସବୁ ଏଠି ଡିସକସ କରାଯାଇଛି। ସେଟାକୁ ଆଗରେ କ୍ଲାସ ଷ୍ଟାର୍ଟ ହେଲେ ମୁଁ ଆପଣଙ୍କୁ ଡିଟେଲ ଏକ୍ସପ୍ଲେନେସନ କରିବି। ଦେଖନ୍ତୁ ଏଇଟା ଜିପିୟୁ ର କଥା କୋଉଠି ଆସିଲା ପିଲାମାନେ, ଏଇଟା ଯୋଉ ଗ୍ରାଫିକ୍ସ ସହିତ କହିବେ, ଏଇଟା ଗ୍ରାଫିକ୍ସ। ଜିପିୟୁ ମାନେ ଗ୍ରାଫିକାଲ ପ୍ରୋସେସିଂ ୟୁନିଟ୍, ଜିପିୟୁ ମାନେ ଜିପିୟୁ, ଜିପିୟୁ ଗ୍ରାଫିକାଲ ପ୍ରୋସେସିଂ ୟୁନିଟ୍, ଯୋଉଟା କି ଏଇଟା କହନ୍ତି ଗ୍ରାଫିକାଲ ପ୍ରୋସେସ, ଯୋଉଟା କି ମୁଁ ଆଗକୁ ପଢେଇବି କଣ ଗ୍ରାଫିକାଲ। ସେଇ ହିସାବରେ ଆପଣଙ୍କୁ କ୍ଲାସ କରାଯିବ। ଯାହା ବି ପଢାଯିବ ତାର ଗ୍ରାଫିକ୍ସ ସହିତ, ଡାଇଗ୍ରାମ ସହିତ ଫଟୋ ଦିଆଯିବ, ଯୋଉଟା ମାଉସ, ବୋର୍ଡ, କିବୋର୍ଡ, ମଦର, ରେମ୍ ସବୁ ସଫ୍ଟୱେର ଫଟୋ ସବୁ ଦିଆଯାଇକି ପଢାଯିବ। କାହିଁକି ବୁଝିପାରିବେନି ପିଲାମାନେ ନହେଲେ। ଯୋଉମାନେ ଏମିତି କ୍ଲାସକୁ ବନାଯାଇଛି, ଯୋଉମାନେ କମ୍ପ୍ୟୁଟର କ୍ଲାସ କରିନାହାନ୍ତି, ଟୋଟାଲି କମ୍ପ୍ୟୁଟର କ୍ଲାସ କରିନାହାନ୍ତି, ବହୁତ ପିଲାମାନେ ଅଛନ୍ତି, ଏମିତି ବହୁତ ପିଲାମାନେ ଅଛନ୍ତି, ତାଙ୍କର ପାରିକୁ ନେଇକି ଆମେ ଏଇ କ୍ଲାସକୁ ମଡିଫାଇ କରିକି ବନାଯାଇଛି, ଯୋଉଟା କି ଯୋଉମାନେ ଟୋଟାଲି କମ୍ପ୍ୟୁଟର କ୍ଲାସ କରିନାହାନ୍ତି ସେମାନେ ବି କ୍ଲାସକୁ ବୁଝିପାରିବେ। ଯୋଉ ଫଟୋ ମାଧ୍ୟମରେ, ଚିତ୍ର ମାଧ୍ୟମରେ ବୁଝିପାରିବେ। ଚିତ୍ର ମଧ୍ୟରେ ସବୁ ଦର୍ଶାଇ ଦିଆଯିବ, କୋଉଟା ସିପିୟୁ, କୋଉଟା ରେମ୍, କୋଉଟା କଣ ଡିସ୍କ, ହାର୍ଡ ଡିସ୍କ, ସବୁ ଡିଭିଡି, ସବୁ ହାର୍ଡୱେର ସବୁ ପାର୍ଟ ଦେଖାଯିବ। ସଫ୍ଟୱେର ପାର୍ଟ ମଧ୍ୟ ଆପଣଙ୍କୁ ଭିଜୁଆଲାଇଜେସନ କରାଯିବ, ତ ଆପଣଙ୍କୁ ବୁଝିବା ପାଇଁ ଅସୁବିଧା ହେବ ନାହିଁ। ତ ବ୍ୟସ୍ତ ହୁଅନ୍ତି ନାହିଁ, ସବୁ କ୍ଲାସର କମ୍ପ୍ଲିଟଲି ଦିଆଯିବ ପିଲାମାନେ ଆଗକୁ। ଏଇଟା ସବୁ ଚ୍ୟାନେଲରେ ମିଳୁନି, ତ ସେଥିପାଇଁ ଏଇ ଚ୍ୟାନେଲରେ ସବୁ କିଛି ମିଳିପାରିବ। ୱିଥ ଆପଣମାନଙ୍କ ଏହାର ପିଡିଏଫ ମଧ୍ୟ, ଏଇ କ୍ଲାସ ଯାହା ଦେଖାଯାଉ ଭିଜୁଆଲାଇଜେସନ ସହିତ ସବୁ ପିଡିଏଫ ପାଇପାରିବେ ଟେଲିଗ୍ରାମରେ। ଟେଲିଗ୍ରାମ ଚ୍ୟାନେଲର ନାଁ ବି କହିଦେବି ଲାଷ୍ଟରେ। ତ ପିଲାମାନେ ଦେଖନ୍ତୁ, ଅପକମିଂ ଏକ୍ଜାମ ଆସୁଛି ପିଲାମାନେ, ଓସିଜିଏଲ, ଓଏସଏସସି, ଏଇ କ୍ଲାସର ମୋଟିଭ ହେଉଛି ଓଏସଏସସି, ଓ ତ୍ରିପଲ ଏସସି, ଓ ତ୍ରିପଲ ଏସସି ରେ କମ୍ବାଇନ୍, ଓଏସଏସସି ଏବଂ ଓ ତ୍ରିପଲ ଏସସି ରେ କମ୍ବାଇନ୍ ଏକ୍ଜାମ ଅଛି ଆଜିକାଲି, ଏବଂ ସେପାରେଟ ଏକ୍ଜାମ ମଧ୍ୟ ଅଛି, ଯୋଉଟା କି ଅପକମିଂ ଏକ୍ଜାମ ଏବେ ବର୍ତ୍ତମାନ 2025 ରେ, ଅପକମିଂ 2025 ଅପକମିଂ ଏକ୍ଜାମ ଅଛି ପିଲାମାନେ, ଓସିଜିଏଲ, ଓସିଜିଏଲ, ଓସିଏସଏସଏଲ, এটা ଅପକମିଂ ପିଲାମାନେ, ଏଟା ମଷ୍ଟ ଆସିବ ଓସିଜିଏଲ ଟା, ଯୋଉଟା କମ୍ପ୍ୟୁଟର ଭେରି ଇମ୍ପୋର୍ଟାଣ୍ଟ ଓସିଜିଏଲ। ସେଇଥିପାଇଁ ଆପଣମାନଙ୍କୁ ଜଣାଇ ଦିଆଯାଉଛି ପିଲାମାନେ, ଏଟା କମ୍ପ୍ୟୁଟର ଓସିଜିଏଲ ରେ ପିଲାମାନେ, ଓସିଜିଏଲ ରେ ପିଲାମାନେ ଦେଖିପାରିଥିବେ ଆପଣ ପ୍ରିଲିମ୍ସରେ ଟୋଟାଲ 150 ମାର୍କରୁ 25 ରୁ 20 ରୁ 30 ମାର୍କ କମ୍ପ୍ୟୁଟରରୁ ଆସେ। ପିଲାମାନେ ଦେଖନ୍ତୁ, 20 ରୁ 30 ମାର୍କ କମ୍ପ୍ୟୁଟର, ବହୁତ ଇଜି ଅଛି କମ୍ପ୍ୟୁଟର ପାର୍ଟ। ସେଇଠୁ ଆପଣ ଇଜିରେ ଆପଣ 25 ରୁ 28 ମାର୍କ ଆଣିପାରିବେ ଆରାମରେ। ପୁରା ଏଇ କ୍ଲାସ ଦେଖିବେ ଆପଣ ପୁରା ଫୁଲ ମାର୍କ ଆଣିପାରିବେ।
ଏବଂ ସେମିତି ଦେଖିବା CHSL ରେ ଅପକମିଂ ଏକ୍ଜାମ୍ କହୁଛି ପିଲାମାନେ। ଅପକମିଂ ଏକ୍ଜାମ୍ ପୁଣି ରହିଲା ପିଲାମାନେ ଠିକ ଅଛି ପିଲାମାନେ। ଅପକମିଂ ଏକ୍ଜାମ୍ ପିଲାମାନେ ଅପକମିଂ ଏକ୍ଜାମ୍ CHL ପୁଣି OCGL ଗଲା ପୁଣି OCHSL ମଧ୍ୟ ଆସୁଛି ଓଡ଼ିଶାରେ ବର୍ତ୍ତମାନ। CHSL ଆସୁଥିଲା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ବର୍ତ୍ତମାନ ଆସୁଛି CHSL ମଧ୍ୟ ଆସୁଛି। ସେଠି ମଧ୍ୟ ପିଲାମାନେ 150 ମାର୍କ 150 ମାର୍କ ପ୍ରିଲିମ୍ସରେ, ସେଥି ମଧ୍ୟ 20 ରୁ 25 ମାର୍କ କମ୍ପ୍ୟୁଟର ସବଜେକ୍ଟରୁ ଆସୁଛି। ଆଉ ନେକ୍ସଟ ଦେଖିବା, ନେକ୍ସଟ RI ଅପକମିଂ ଏକ୍ଜାମ୍ ଅଛି। RI ଅଛି, RI ଅଛି, ଅମିନ ଅଛି, ପୁଣି SFS ପୁଣି ଫରେଷ୍ଟ ଗାର୍ଡ। ଫରେଷ୍ଟ ଗାର୍ଡର ବର୍ତ୍ତମାନ ଏକ୍ଜାମ୍ ହେଇସାରିଛି, କିନ୍ତୁ ସେ ଫରେଷ୍ଟ ଗାର୍ଡରେ ମଧ୍ୟ ଆସୁଛି ପିଲାମାନେ। ଫରେଷ୍ଟ ଗାର୍ଡ SFS ରେ ମଧ୍ୟ ଆସୁଛି। ଫରେଷ୍ଟ ଗାର୍ଡରେ ମଧ୍ୟ କମ୍ପ୍ୟୁଟରର ଏକ୍ଜାମ୍ ଆସୁଛି। ଏଠି ମଧ୍ୟ ପିଲାମାନେ ଦେଖିପାରୁଥିବେ ପ୍ରିଲିମ୍ସ 100 ମାର୍କର ଅଛି। ପ୍ରିଲିମ୍ସ 100 ମାର୍କର ଆପଣଙ୍କୁ ମୋଷ୍ଟଲି କମ୍ପ୍ୟୁଟର 15ରୁ 20 ମାର୍କ ଦେଖିବାକୁ ପାଇବେ କମ୍ପ୍ୟୁଟର। RI ଅମିନ SFS ଏବଂ ଫରେଷ୍ଟ ଗାର୍ଡରେ ମଧ୍ୟ କମ୍ପ୍ୟୁଟର ସବଜେକ୍ଟ ଅଛି। ନେକ୍ସଟ ଦେଖିବା ପିଲାମାନେ, এটা ରିମୁଭ୍ କରିଦେବା। ଇମ୍ପୋର୍ଟାଣ୍ଟ ଓଡ଼ିଶା ପୁଲିସ କନଷ୍ଟେବଲ ରେ ମଧ୍ୟ ପିଲାମାନେ ଆପଣମାନେ ମୋଷ୍ଟଲି 10ରୁ 15 ମାର୍କ କମ୍ପ୍ୟୁଟରରୁ କ୍ୱେଶ୍ଚନ ପାଇବେ, ଯୋଉଟା କି କମ୍ପ୍ୟୁଟର ଓଡ଼ିଶା ପୁଲିସରେ ବହୁତ ଆଗକୁ ଅପକମିଂ ଏକ୍ଜାମ୍ ଆସିବାକୁ ଯାଉଛି, ଭେକେନ୍ସି ଆସିବାକୁ ଯାଉଛି। ପିଲାମାନେ ଏଠି ଲେଖିଦେବା, ଏଠି ଅପକମିଂ ଭେକେନ୍ସି ଲେଖିଦେବା ପିଲାମାନେ, ଭଲ ରହିବ। ଓଡ଼ିଶା ପୁଲିସରେ କଣ କଣ ଆସୁଛି? ଓଡ଼ିଶା ପୁଲିସରେ ବର୍ତ୍ତମାନ ଏକ୍ଜାମ୍ ଅଛି, SI ର ଏକ୍ଜାମ୍ ଅଛି ଏବଂ କନଷ୍ଟେବଲ, ଏକ୍ସାଇଜ କନଷ୍ଟେବଲ ଆସିବ, ଏକ୍ସାଇଜ କନଷ୍ଟେବଲ ଆସିବ, ଏକ୍ସାଇଜ କନଷ୍ଟେବଲ SI ଆସିବ, କନଷ୍ଟେବଲ ଆସିବ, ପୁଣି OSF ଆସିବ। ପୁଣି ଆପଣମାନଙ୍କର ବର୍ତ୍ତମାନ ଓଡ଼ିଶା ପୁଲିସରେ ଡିଷ୍ଟ୍ରିକ୍ଟ କନଷ୍ଟେବଲ ଆସିବ, ଡିଷ୍ଟ୍ରିକ୍ଟ କନଷ୍ଟେବଲ ମଧ୍ୟ ଆସିବ। ସେଥି ମଧ୍ୟ 10ରୁ 15 ମାର୍କ ମୋଷ୍ଟଲି ଆପଣମାନେ କ୍ୱେଶ୍ଚନ ପାଇପାରିବେ କମ୍ପ୍ୟୁଟରର। ତ ପିଲାମାନେ ଦେଖନ୍ତୁ, ଅପକମିଂ ଭେକେନ୍ସି କଣ କଣ ଅଛି ମୁଁ କହିଥିଲି। ପୁଲିସରେ ଏକ୍ସାଇଜ ଅଛି, OSF ଅଛି ଏବଂ ଅଛି ଆପଣମାନଙ୍କର ଡିଷ୍ଟ୍ରିକ୍ଟ କନଷ୍ଟେବଲ ଅଛି, OCGL ଆସିବ, ନିଶ୍ଚୟ ଆସିବ, OCGL ଆସିବ, ପୁଣି ASO ଆସିବ, ପୁଣି ଆପଣମାନଙ୍କୁ ASO ରେ ମଧ୍ୟ ଆପଣଙ୍କୁ କ୍ୱେଶ୍ଚନ ଦେଖିବାକୁ ମିଳିବ। ଆପଣଙ୍କୁ 50ରୁ ଏଭବ କ୍ୱେଶ୍ଚନ ଦେଖିବାକୁ ମିଳିବ ଆପଣଙ୍କୁ। ସେଥିପାଇଁ ଆପଣମାନେ ଏଟାକୁ ମୋଷ୍ଟଲି ପ୍ରିଫରେନ୍ସ ଦେଇକି ଆପଣମାନେ ମନ ଧ୍ୟାନ ଦେଇକି ପଢ଼ନ୍ତୁ ପିଲାମାନେ। ଯୋଉମାନଙ୍କ ଅପକମିଂ ଭେକେନ୍ସି ସବୁ ଫର୍ମ ଫିଲ୍ଅପ୍ କରିବା ପାଇଁ ଚାହୁଁଛନ୍ତି, କି ଆପଣମାନେ ଅପକମିଂ ଭେକେନ୍ସିରେ ଆପଣମାନଙ୍କ ପାଇଁ ଗୋଟେ ଭେକେନ୍ସି ଦରକାର ଅଛି ପିଲାମାନେ। ତ ପିଲାମାନେ ଏଇଟା ଆପଣମାନେ ଜାଣିପାରିଲେ କି ଅପକମିଂ ଏକ୍ଜାମ୍ କୋଉ
କୋଉ ଏକ୍ଜାମ୍ରେ କେତେ ମାର୍କର କ୍ୱେଶ୍ଚିନ୍ ଆସୁଛି ସେଟା ଆପଣମାନେ ଜାଣିପାରିଲେ। ପିଲାମାନେ ଟିକେ ନେଟୱାର୍କ ପ୍ରୋବ୍ଲେମ୍ ଇସ୍ୟୁ ରହିଛି। ପିଲାମାନେ ବର୍ତ୍ତମାନ ଦେଖିପାରୁଥିବେ ଅଫିସିଆଲ ସିଲାବସ୍ ପିଲାମାନେ ଯୋଉ ଆମେ ଯୋଉ ଏହି ଭିଡ଼ିଓ ଏବଂ ଆଗକୁ ଆସିବ ପାର୍ଟ ଭିଡ଼ିଓ ଆସିବ ଏହି ଚ୍ୟାନେଲରେ କ'ଣ କ'ଣ କଭର କରିବା ପାଇଁ ଯାଉଛୁ। ପ୍ରୋଜେକ୍ଟ କ'ଣ ଅଛି ଆମ ଏଇ କ୍ଲାସରେ କ'ଣ କ'ଣ ଏଇ ଚାପ୍ଟର ଇନକ୍ଲୁଡ ଏଇ ଚାପ୍ଟରରେ କ'ଣ କ'ଣ ଚାପ୍ଟର କଭର କରାଯିବ ଏଇ କ୍ଲାସରେ। ପିଲାମାନେ ଏହି କ୍ଲାସରେ ଆପଣମାନଙ୍କୁ କଭର କରାଯିବ। ଦେଖନ୍ତୁ କମ୍ପ୍ୟୁଟର ଫଣ୍ଡାମେଣ୍ଟାଲ କରାଯିବ। ପୁଣି MS ଏକ୍ସେଲ, ଏଟା ଏକ୍ସେଲ ଲେଖା ହେଇଛି ପିଲାମାନେ, ଏଟା ଏକ୍ସେଲ ଅଟେ ପିଲାମାନେ, ଏଟା ଏକ୍ସେଲ ମିଷ୍ଟେକରେ ଟାଇପିଂ ହେଇଯାଇଛି। MS ଏକ୍ସେଲ ହେବ, MS ୱାର୍ଡ ହେବ ଏବଂ କମ୍ୟୁନିକେସନ ଇଣ୍ଟରନେଟ କମ୍ୟୁନିକେସନ ବିଷୟରେ ଆପଣମାନଙ୍କୁ ଡିଟେଲ ବତେଇ ଦିଆଯିବ। ଏବେ ବର୍ତ୍ତମାନ ଇଣ୍ଟରନେଟର ମଧ୍ୟ କ୍ୱେଶ୍ଚନ ବହୁତ ଆସୁଛି ପିଲାମାନେ, ତେଣୁ ସେଥିପାଇଁ ଏଟା ମୁଁ ଏଡ୍ କରିଛି କମ୍ୟୁନିକେସନ ଇଣ୍ଟରନେଟରେ କେମିତି କମ୍ୟୁନିକେସନ ଅଛି, କ'ଣ ତାଙ୍କର ଡାଟାବେସ୍ ସବୁ ଆପଣମାନଙ୍କୁ ଏକ୍ସପ୍ଲେନ କରିକି ପ୍ରୋଭାଇଡ କରାଯିବ। ଏବଂ www and ୱେବ୍ ବ୍ରାଉଜର ଏକ୍ସେଟ୍ରା। ଏଲିମେଣ୍ଟ ଅଫ ୱାର୍ଡ ପ୍ରୋସେସିଂ ବେସିକ ଓପନିଂ ଏଣ୍ଡ କ୍ଲୋଜିଂ ଡକୁମେଣ୍ଟ। ୱାର୍ଡ ପ୍ରୋସେସିଂ ଓପନିଂ ଡକୁମେଣ୍ଟ କେମିତି ଓପନିଂ କରାଯାଏ, କ୍ଲୋଜିଂ କରାଯାଏ ଏବଂ ଡକୁମେଣ୍ଟସରେ କେମିତି କ'ଣ କାମ ହୁଏ ସେଟା କୁହାଯିବ। ଏବଂ ଟେକ୍ସଟ କରେକ୍ସନ, ଫର୍ମାଟିଂ ଟେକ୍ସଟ ଫର୍ମେସନ, କେମିତି କେତେ ପ୍ରକାର ଟେକ୍ସଟ ଫର୍ମେସନ ଅଛି ଏବଂ ଫଣ୍ଟ କେତେ କ'ଣ ପ୍ରକାର ଅଛି ଏବଂ ଫର୍ମାଟିଂ ଟେକ୍ସଟ ଏଣ୍ଡ ପ୍ରେଜେଣ୍ଟେସନ କେମିତି କରାଯାଏ, ଫ୍ୟୁଚରରେ ଆପଣଙ୍କ ୱାର୍କକୁ କେମିତି ପ୍ରେଜେଣ୍ଟେସନ କରିବେ ସେଟା ମଧ୍ୟ ଆପଣଙ୍କୁ ଜଣାଇ ଦିଆଯିବ। MS ଏକ୍ସେଲରେ କ'ଣ କରାଯିବ ପିଲାମାନେ, ଏଲିମେଣ୍ଟ ଅଫ ସ୍ପ୍ରେଡସିଟ୍ରେ ଯାହା ଯାହା ଏଲିମେଣ୍ଟ ଫିଚର ଅଛି ସବୁ ଆପଣଙ୍କୁ ଗୋଟେ ଗୋଟେ କରି ତାର ଡିଟେଲରେ ଆପଣଙ୍କୁ ଜଣାଇ ଦିଆଯିବ। ଏଇଟା ଏଇ ଦିଟା କ'ଣ, ଏ ବକ୍ସ କ'ଣ, ଯାହା ଯାହା ଫିଚର ଏଲିମେଣ୍ଟ ଅଛି ସବୁ ଗୋଟେ ଗୋଟେ କରିକି ଏକ୍ସେଲରେ ସେଇଠୁ କ୍ୱେଶ୍ଚନ ଆସୁଛି ପିଲାମାନେ। ସେଥିପାଇଁ ଏଟା ମୁଁ ଆପଣମାନଙ୍କ ପାଇଁ ଆଡ୍ କରିଛି, ଯୋଉଠି ବହୁତ ଭେରି ଇମ୍ପୋର୍ଟାଣ୍ଟ। କାହିଁକି ଥିଓରିରେ ୟୁଟ୍ୟୁବରେ ବହୁତ ପଢ଼ାଇ ଯାଉଛନ୍ତି, କିନ୍ତୁ ଥିଓରିରେ ପଢ଼ାଇ ଜାଣିପାରିବେ ଆପଣମାନଙ୍କୁ ପୁରା ଫଟୋ ସହିତ ଆପଣଙ୍କୁ ପ୍ରୋଭାଇଡ କରିବେ। ଏଠି ଫଟୋ ସହିତ ଗ୍ରାଫିକ୍ସ ସହିତ ଆପଣଙ୍କୁ କରିବେ। ଏଡିଟିଂ ଅଫ ସେଲ୍ କେମିତି ଏଡିଟ କରାଯାଏ, ଫଙ୍କସନ ଏଣ୍ଡ ଫର୍ମୁଲା, ତାର କାମ କ'ଣ, ଫର୍ମୁଲାର ସବୁ କରାଯିବ। କମ୍ୟୁନିକେସନ ବେସିକ ଅଫ ଇମେଲ ସେଣ୍ଡିଂ ରିସିଭିଂ ଏଣ୍ଡ ଅଫ ଇମେଲ ଏଣ୍ଡ ଇଟ୍ସ ରିଲେଟିଭ ଫଙ୍କସନ। କମ୍ୟୁନିକେସନ କେମିତି କରାଯାଏ, ଇମେଲରେ ସେଣ୍ଡିଂ ରିସିଭିଂ କେମିତି କରାଯାଏ ତା ବିଷୟରେ କୁହାଯିବ। ତାର ଭାଇରସ ବିଷୟରେ କୁହାଯିବ। ସ୍ପାମ ବିଷୟରେ, ଇନବକ୍ସ ଆଉଟବକ୍ସ ସବୁ ବିଷୟରେ ଆପଣମାନଙ୍କୁ ଜଣାଇ ଦିଆଯିବ। ତାପରେ ଇଣ୍ଟରନେଟ www and ୱେବ୍ ଯେତେ ବି ୱେବ୍ ବ୍ରାଉଜର ଅଛି ସେ ସବୁ ଜଣାଇ ଦିଆଯିବ। କ୍ରୋମ, ଗୁଗଲ ସବୁ ଇଣ୍ଟରନେଟ ସର୍ଭିସ ଇଣ୍ଟରନେଟ URL, HTTP, FTP, ୱେବସାଇଟ ବ୍ଲଗ, ୱେବ୍ ବ୍ରାଉଜିଂ ସଫ୍ଟୱେର, ସର୍ଚ୍ଚ ଇଞ୍ଜିନ, ଗୁଗଲ ସର୍ଚ୍ଚ ଇଞ୍ଜିନ ଯେମିତି ଗୁଗଲ ଏକ୍ସାମ୍ପଲ, ଚାଟ୍, ଭିଡ଼ିଓ କନଫରେନ୍ସିଂ, ଇ ବ୍ୟାଙ୍କିଂ ସବୁ ଆପଣମାନଙ୍କୁ ଏଇ କ୍ଲାସରେ ପ୍ରୋଭାଇଡ କରାଯିବ। ପୁରା ନିଟ୍ ଆଣ୍ଡ କ୍ଲିନରେ ଆପଣମାନଙ୍କୁ ଗ୍ରାଫିକ୍ସ ସହିତ PDF ସହିତ ଆପଣଙ୍କୁ ପ୍ରୋଭାଇଡ କରାଯିବ। ଏଟା ହେଲା ଆମର ସିଲାବସ୍ ପିଲାମାନେ, ଅଫିସିଆଲି ସିଲାବସ୍, ଯୋଉଟା କି ଷ୍ଟେଟ ଗଭର୍ଣ୍ଣମେଣ୍ଟ, ଓଡ଼ିଶା ଷ୍ଟେଟ ଗଭର୍ଣ୍ଣମେଣ୍ଟ କିମ୍ବା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ମଧ୍ୟ ପ୍ରାୟ ଏଇ ସବଜେକ୍ଟ ମଧ୍ୟରୁ ଆସୁଛି। ମୁଁ ପ୍ରିଭିୟସ୍ ଇୟର କ୍ୱେଶ୍ଚନ ଦେଖିକି ଏଇ ଚାପ୍ଟର ସବୁ ବନେଇଛି ପିଲାମାନେ। ଏଇ ଚାପ୍ଟର ବାହାରୁ କୌଣସି କ୍ୱେଶ୍ଚନ ଆସିବ ନାହିଁ, ଏଇ ଚାପ୍ଟର ଭିତରୁ ହିଁ କ୍ୱେଶ୍ଚନ ଆସିବ ଆଉ ବାହାରୁ ଗୋଟେ ବି କ୍ୱେଶ୍ଚନ ପାଇପାରିବେ ନାହିଁ, ଗୋଟେ ବି କ୍ୱେଶ୍ଚନ ବାହାରକୁ ଯିବ ନାହିଁ। ତ ନେକ୍ସଟ ଦେଖିବା, ନେକ୍ସଟ ସ୍ଲାଇଡ ଦେଖନ୍ତୁ। ଗ୍ରାଫିକ୍ସ ସହିତ କେମିତି ଡିଜାଇନ କରିଛି ପିଲାମାନେ, ଜୁମ୍ କଲେ ଦେଖନ୍ତୁ ଗ୍ରାଫିକ୍ସ ସହିତ ଆପଣଙ୍କୁ ସଫ୍ଟୱେର ଦେଖନ୍ତୁ, ସଫ୍ଟୱେର କେମିତି ଗ୍ରାଫିକ କରାଯାଇଛି। ଏକ୍ସେଲର ହାର୍ଡୱେର ସଫ୍ଟୱେର ସବୁ ଆପଣଙ୍କୁ ଗ୍ରାଫିକ୍ସ ସହିତ ଏଠି ପ୍ରେଜେଣ୍ଟେସନ କରାଯିବ। ଗ୍ରାଫିକ ଥିଓରି, PDF, ଭିଡ଼ିଓ ସବୁ ମିଳିବ। ଜୁମ୍ କରିବା ପିଲାମାନେ, ହଁ ଠିକ ଅଛି। ଦେଖନ୍ତୁ କମ୍ପ୍ୟୁଟର ଆୱାରନେସ ସିଲାବସ୍ ଫର OSSC, SSC, OSSC and Odisha CGL, Odisha CHSL, ASO, RI, OMIN and ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ପୋଲିସ, ଯୋଉଟା କି ଏକ୍ସାଇଜ କନଷ୍ଟେବଲ OSF ଆସିବ ଏବଂ ଡିଷ୍ଟ୍ରିକ୍ଟ ପୋଲିସ ଆସିବ, ପୋଲିସରେ ସବୁ ଆସିବ। ଅପକମିଂ ଆସିବାକୁ ଅଛି ପିଲାମାନେ, ଯୋଉ ଲେଖା ହେଇଛି ଅପକମିଂ ଭେକେନ୍ସି ପିଲାମାନେ। ଏସବୁ ପିଲାମାନେ ଦେଖନ୍ତୁ, CGL
OCGL, OCHSL, ASO, RI, ସରି ASO ଏବଂ କନଷ୍ଟେବଲ, ପୁଲିସ କନଷ୍ଟେବଲ ଏସବୁ ଅପକମିଂ ଭେକେନ୍ସି ପିଲାମାନେ, ଭେକେନ୍ସି ଆଗକୁ ଆସିବାକୁ ଯାଉଛି, ଭେରି ଭେରି ଇମ୍ପୋର୍ଟାଣ୍ଟ। ତ ସେଇଟା ଆମେ ଅପକମିଂ ଭେକେନ୍ସିକୁ ନେଇକି କ୍ଲାସ ପ୍ରିପାରେସନ କରାଯାଇଛି ପିଲାମାନେ। ଦେଖିପାରୁଥିବେ ଏଠି ଜୁମ୍ କରିକି ଦେଖିବା ସିଲାବସ କଣ ରହିଛି। ବେସିକ, ଦେଖନ୍ତୁ ବେସିକ ଅଫ କମ୍ପ୍ୟୁଟର ପୁରା ଜିରୋ ଟୁ ହିରୋ ପଢାଯିବ ପିଲାମାନେ, ପୁରା ଜିରୋ ଟୁ ହିରୋ ଆପଣଙ୍କୁ, ଜିରୋ ଟୁ ଆଡଭାନ୍ସ ଲେଭେଲ, ପୁରା ବେସିକ ରୁ ପଢାଯିବ। ବେସିକ ପ୍ଲସ ଆଡଭାନ୍ସ ପ୍ଲସ ଟ୍ରିକ୍ ତିନିଟା ମିନିଟ୍ ଦେଖନ୍ତୁ। ବେସିକ ରୁ ଆଡଭାନ୍ସ ପ୍ଲସ ଟ୍ରିକ୍ ସହିତ ଆପଣ ମାନଙ୍କୁ ପ୍ଲସ ଗ୍ରାଫିକ ସହିତ ଆପଣଙ୍କୁ କ୍ଲାସ ଦିଆଯିବ। ବେସିକ ଅଫ କମ୍ପ୍ୟୁଟର ହାର୍ଡୱେର, ବେସିକ ଅଫ କମ୍ପ୍ୟୁଟର ଆସିବ, ହାର୍ଡୱେର ଆସିବ, ସଫ୍ଟୱେର ଇନପୁଟ ଆଉଟପୁଟ ଡିଭାଇସ ଆସିବ, ଯୋଉଟା ଆପଣଙ୍କୁ ପୂର୍ବରୁ କହୁଥିଲି। ଅପରେଟିଂ ସିଷ୍ଟମ ପଢିବା, ଅପରେଟିଂ ସିଷ୍ଟମରେ ପଢିବା ୱିଣ୍ଡୋ ପଢିବା, ଲିନକ୍ସ ଆଣ୍ଡ୍ରଏଡ ପଢିବା, ଏମଏସ୍ ଅଫିସ ପଢିବା, ଏମଏସ୍ ଅଫିସରେ ୱାର୍ଡ ଏକ୍ସେଲ ପାୱାର ପଏଣ୍ଟ ପଢିବା ଏମଏସ୍ ଅଫିସରେ, ଏବଂ ଇଣ୍ଟରନେଟ ଏବଂ ନେଟୱାର୍କିଂ। ଏଇଟା ମଧ୍ୟ ଏବେ କ୍ୱେଶ୍ଚିନ୍ ବୋଧେ ଆଇପି ଆଡ୍ରେସ, ବାରମ୍ବାର ଆପଣ ଏକ୍ଜାମ ଦେଇଥିବେ ଜାଣିଥିବେ ଆଇପି ଆଡ୍ରେସ, ଡିଏନଏସ, ଭିପିଏନଏସ ରୁ କ୍ୱେଶ୍ଚିନ୍ ବାରମ୍ବାର ଆସୁଛି। ସେଥିପାଇଁ ଏଟାକୁ ମୁଁ ବହୁତ ଭେରି ଭେରି ଇମ୍ପୋର୍ଟାଣ୍ଟ, ଏଟାକୁ ମୁଁ ପଢେଇବି ଆଗକୁ, ନେକ୍ସଟ ଆଗକୁ ପଢେଇବି, ଆଗ ଲେକ୍ଚରରେ ଆପଣ ମାନେ ଏଟା ପାଇପାରିବେ। ବହୁତ ବିସ୍ତୃତ ମାଧ୍ୟମରେ ଏଠୁ ଗ୍ରାଫିକ୍ସ ସହିତ ପଢେଇବି, ଗ୍ରାଫିକ୍ସ ସହିତ ଭିଜୁଆଲାଇଜେସନ ସହିତ ପଢେଇବି, ଟ୍ରିକ୍ ସହିତ। ତାପରେ ନେକ୍ସଟ ସାଇବର ସିକ୍ୟୁରିଟି, ଭାଇରସ, ଫେରୱାଲ୍ସ ଏବଂ ଇନକ୍ରିପସନ, ଡିଜିଟାଲ ସିଗ୍ନେଚର, ବେସିକ ପ୍ରୋଗ୍ରାମିଂ, DBMS, SQL, ଡାଟା ଟାଇପ୍ସ, କ୍ୱାରିଜ, ଏସବୁ କରାଯିବ ପିଲାମାନେ। ଏଟା ଆପଣଙ୍କୁ ଏବେ ବୁଝିପାରିବେନି, ଆପଣ ଥିଓରି କ୍ଲାସ କଲେ ଆପଣ ମାନେ ଜାଣିପାରିବେ। ଏଟା ରହିଲା, ଆପଣ ମାନେ ଦେଖିଦେବେ। ମୁଁ ଟେଲିଗ୍ରାମରେ ଆପଣ ମାନଙ୍କୁ ଏ ସବୁ ସିଲାବସ ପ୍ରୋଭାଇଡ କରିଦେବି। ଟେଲିଗ୍ରାମ ମୁଁ କହିବି, ସେଠି ଆପଣ ମାନେ ଯାଇକି ଦେଖିଦେବେ। ଏଇ କ୍ଲାସରେ ଦେଖନ୍ତୁ, କ୍ଲାସରେ କଣ କଣ ମିଳିବ ଆପଣମାନଙ୍କୁ। କମ୍ପ୍ଲିଟ ଥିଓରି ତ ପାଇବେ, କମ୍ପ୍ଲିଟ ଥିଓରି ପାଇବେ ସହିତ ପିଡିଏଫ ପାଇବେ, ତା ସହିତ ବେସିକ ରୁ ଆଡଭାନ୍ସ ଲେଭେଲ ପ୍ଲସ ଟ୍ରିକ୍ ସହିତ ପ୍ଲସ ଗ୍ରାଫିକ ଭିଜୁଆଲାଇଜେସନ ଯୋଉଟା କି ଫଟୋ ସହିତ ଆପଣ ମାନଙ୍କୁ ବୁଝେଇ ଦିଆଯିବ। ତ ନେକ୍ସଟ ପିଲାମାନେ ଆମେ କ୍ଲାସ ଷ୍ଟାର୍ଟ କରିଦବା। ଆଜିର ଇଣ୍ଟ୍ରୋଡକ୍ସନ କ୍ଲାସ ଥିଲା ପିଲାମାନେ ଏତିକି। ତ ଆଜି ବେଶୀ କ୍ଲାସ କରିବା ନାହିଁ, କିଛି କରିବା ଏବଂ ନେକ୍ସଟ କ୍ଲାସ ରୁ କ୍ଲାସ ଡିଟେଲ କରିବା ପିଲାମାନେ। ଏଇଟା ଦେଖନ୍ତୁ ହେଡିଂ ଅଛି, ଏଇଟା ହାର୍ଡୱେର ଅଟେ ପିଲାମାନେ, ହାର୍ଡୱେର ହେଡିଂ ଦିଆଯାଇନି, ଭୁଲି ଯାଇଥିଲି। ହାର୍ଡୱେର ମଦରବୋର୍ଡ, ଦେଖନ୍ତୁ ଏଠି କଣ ପାଇଛି, ଜୁମ୍ କରିବା ଟିକେ। Here is a detailed hardware image of the modern computer showing internal component like the motherboard, CPU, RAM, GPU, power supply and storage device। ସେଟା ମୁଁ କହୁଥିଲି, ଯୋଉଟା CPU, RAM, GPU ଏବଂ power supply, ଯୋଉଟା modern graphical image ଏଟା ଶୋ କରାଯାଇଛି ପିଲାମାନେ। ତ ଓଡ଼ିଆରେ ମଧ୍ୟ ଦେଖିପାରୁଥିବେ, ଦେଖନ୍ତୁ ବାଇଲିଙ୍ଗୁଆଲ ଆପଣମାନଙ୍କୁ ଦିଆଯାଉଛି। ମଦରବୋର୍ଡ, CPU, RAM, GPU, ବିଦ୍ୟୁତ ଯୋଗାଣ ଏବଂ ସଂରକ୍ଷଣ ଉପକରଣ ଗୁଡ଼ିକ ପରି ଅଭ୍ୟନ୍ତରୀଣ ଗୁଡ଼ିକ, ହାର୍ଡ ମାର୍କର ଏବଂ ଏକ ବିସ୍ତୃତ ହାର୍ଡୱେର ପ୍ରତିଛବି। ଏଠାରେ ଏକ ବିସ୍ତୃତ ହାର୍ଡୱେର ଚିତ୍ର ଏଠାରେ ଅଛି, ସେଇଟା କୁହାଯାଇଛି। ଆଜି ଏତେ ଡିଟେଲ ପଢିବା ନାହିଁ, ନେକ୍ସଟ ପୁରା ହାର୍ଡୱେର ର ଡିଟେଲ ପଢିବ। ବର୍ତ୍ତମାନ ଆଜି ଭିଜୁଆଲାଇଜେସନ କେମିତି କଣ ଗ୍ରାଫିକ ଅଛି ହାର୍ଡୱେର ର ପୁରା ବେସିକ ଟା ଦେଖି ଦିଅନ୍ତୁ। ନେକ୍ସଟ ସ୍କ୍ରୋଲ କରିବା।
There is a futuristic digital visualization of software running on the computer, featuring a high-tech holographic interface with a glowing neon element. আলোচিত আলোকিত আলোকিত নীল উপাদান সহিত কৌচ টেକ୍ holographic interface ବା ରନିଂ ବିଶିଷ୍ଟ ସ୍ୱୀକୃଦନକୁ କରାଯାଇଥିବା ସଫ୍ଟୱେର୍ ଏକ ଭବିଷ୍ୟତରେ ଭୋଜିତ୍ମକ ଟେକ୍। ଏଇଟା ପିଲାମାନେ କମ୍ପ୍ୟୁଟରରେ ଓଡ଼ିଆ ଲାଙ୍ଗୁଏଜ ଥରେ ଥରେ ଏମିତି ରହୁଛି ବୁଝି ହେବ ନାହିଁ, ଏମିତି ଗୋଟେ ଗୋଟେ ଇଂଲିଶ ୱାର୍ଡକୁ ହିଁ ଓଡ଼ିଆରେ ଲେଖିଦେଇଛି। ତ ଏମିତି ୱାର୍ଡ ଅଛି ପିଲାମାନେ ପ୍ରାୟତଃ ଇଂଲିଶରେ ବୁଝି ଓଡ଼ିଆରେ ମଧ୍ୟ ବୁଝି ହେବ, ଗୋଟେ ଗୋଟେ ୱାର୍ଡଟା ଡିଫିକଲ୍ଟ ଅଛି ପିଲାମାନେ। ନେକ୍ସଟ ଦେଖିବା ପିଲାମାନେ, ନେକ୍ସଟ ସ୍ଲାଇଡକୁ ପଢିଲ। ନେକ୍ସଟ ଦେଖିବା ହିଷ୍ଟ୍ରି ଅଫ କମ୍ପ୍ୟୁଟର। ଦେଖନ୍ତୁ ହିଷ୍ଟ୍ରି ଅଫ କମ୍ପ୍ୟୁଟର ଆଜି ଜଷ୍ଟ ଭିଜୁଆଲାଇଜେସନ ଗ୍ରାଫିକ ଭିଜୁଆଲାଇଜେସନ ଦିଆହେଇଛି ପ୍ରେଜେଣ୍ଟେସନ। କାଲି କ୍ଲାସରେ ପୁରା ଡିଟେଲ ଆପଣମାନଙ୍କୁ ହିଷ୍ଟ୍ରି ପଢାଯିବ, ହିଷ୍ଟ୍ରି ଡେଭଲପମେଣ୍ଟ ଅଫ କମ୍ପ୍ୟୁଟର ପଢାଯିବ, ହିଷ୍ଟ୍ରି ଅଫ କମ୍ପ୍ୟୁଟର ଡେଭଲପମେଣ୍ଟ ଅଫ କମ୍ପ୍ୟୁଟର କ୍ଲାସ ଲେକ୍ଚରରେ ଆପଣମାନଙ୍କୁ ପ୍ରୋଭାଇଡ କରାଯିବ। এটা ଥରେ ଦେଖିଦିଅନ୍ତୁ ଭିଜୁଆଲାଇଜେସନ, ଏଟାକୁ ପିଡିଏଫ ରଖାଯାଇଛି ଟେଲିଗ୍ରାମରେ। ନେକ୍ସଟ ଦେଖିବା ଆଗକୁ, ଦେଖନ୍ତୁ କମ୍ପ୍ୟୁଟର ଡେଭଲପମେଣ୍ଟ। ଜୁମ୍ କରିବା ଟିକେ, ଦେଖନ୍ତୁ କମ୍ପ୍ୟୁଟର ଡେଭଲପମେଣ୍ଟ ଇଜ ଦ ପାର୍ଟ ଅଫ ହିଷ୍ଟ୍ରି ଅଫ କମ୍ପ୍ୟୁଟର। ଦେଖନ୍ତୁ କମ୍ପ୍ୟୁଟର ଅଫ ଡେଭଲପମେଣ୍ଟ ଇଜ ଦ ପାର୍ଟ ଅଫ କମ୍ପ୍ୟୁଟର ଅଫ ହିଷ୍ଟ୍ରି ଚାପ୍ଟର। ତା ହିଷ୍ଟ୍ରି ଅଫ କମ୍ପ୍ୟୁଟର ହିଷ୍ଟ୍ରି ଗୋଟେ ଚାପ୍ଟର ଗୋଟେ ପାର୍ଟ ଗୋଟେ ଚାପ୍ଟର ଗୋଟେ ପାର୍ଟ ଗୋଟେ ଅଛି। କିଛିଟା ଦେଖିଦେବା, ଇଣ୍ଟରେଷ୍ଟିଂ ଫ୍ୟାକ୍ଟ ଦେଖିଦେବା କମ୍ପ୍ୟୁଟର। ଜୁମ୍ କରିବା ଟିକେ, ଦେଖନ୍ତୁ ଆବାକସ ଗୋଟେ କମ୍ପ୍ୟୁଟର ପିଲାମାନେ। ଏଇଟା ଯୋଉ ଗ୍ରାଫରେ ଦେଖିପାରୁଥିବେ, ଗ୍ରାଫିକରେ ଏଇଟା ଗୋଟେ ଆବାକସ, ଯୋଉଟା ସ୍କୁଲରେ ଆପଣମାନେ ଛୋଟବେଳେ ସ୍ଲେଟରେ ଆପଣମାନଙ୍କୁ ଏମିତି ଦେଖିବାକୁ ପାଇବେ। ସେଟା ମଧ୍ୟ ଗୋଟେ କମ୍ପ୍ୟୁଟର। ଆଗରୁ ଜାଣିଥିଲେ କି ନ ଜାଣିଥିଲେ, ସେଟା ମଧ୍ୟ ଗୋଟେ କାଉଣ୍ଟିଂ କମ୍ପ୍ୟୁଟର କୁହାଯାଏ, ଯୋଉଟା କି କେବଳ କାଉଣ୍ଟିଂ ପାଇଁ ଗଣନା ପାଇଁ ୟୁଜ କରାଯାଉଥିଲା। ଚାଇନାରେ ଏଟା ଚାଇନାର ଗୋଟେ ବେବିଲନରେ ଏଟା ଉଦ୍ଭାବନ କରାଯାଇଥିଲା। ଏବେ ମଧ୍ୟ ଚାଇନା ଜାପାନ, ଏଟା ମୁଁ ଆଗକୁ କହିଦେଉଛି। ଦେଖନ୍ତୁ ଆବାକସର ଫୁଲ୍ ଫର୍ମ ଅଛି ଆବଣ୍ଟାଣ୍ଟ ପେଡ୍ସ ଆଡିସନ ଏଣ୍ଡ କାଲକୁଲେସନ ୟୁଟିଲିଟି ସିଷ୍ଟମ। ଏଟାକୁ ସିଷ୍ଟମ ପିଲାମାନେ, ଏଟା ହଉଛି ସିଷ୍ଟମ। ଏଟା ମିଷ୍ଟେକରେ ଓଡ଼ିଆରେ ହେଇଛି ସିଷ୍ଟମ, SYSTEM ସିଷ୍ଟମ ୟୁଟିଲିଟି ସିଷ୍ଟମ। ଆବାକସ ଫୁଲ୍ ଫର୍ମ। Abacus was invented in China about 2500 to 3000 year ago। ମାନେ 2500 ରୁ 3000 ବର୍ଷ ପୂର୍ବରୁ এই ଆବାକସ ଡେଭଲପ କରାଯାଇଛି, ଇନଭେସନ କରାଯାଇଛି ଚାଇନାରେ। ମାନେ ଦେଖନ୍ତୁ କେତେ ବର୍ଷ ତଳେ କମ୍ପ୍ୟୁଟର ଥିଲା, ଆମେ ଜାଣିପାରୁନା। କେତେ ବର୍ଷ ତଳେ ବି କମ୍ପ୍ୟୁଟର ୟୁଜ ହଉଥିଲା, ଆମେ ମାନେ ଜାଣିବାକୁ ମିଳୁଛି ହିଷ୍ଟ୍ରିରୁ, କମ୍ପ୍ୟୁଟର ହିଷ୍ଟ୍ରି। ଏଇଠୁ କ୍ୱେଶ୍ଚନ ଆସୁଛି, କମ୍ପ୍ୟୁଟର ହିଷ୍ଟ୍ରି ଆସୁଛି ପିଲାମାନେ, ବହୁତ ଆସୁଛି। ଏ ଆବାକସ ବି କ୍ୱେଶ୍ଚନ ଏକ୍ସାମରେ ଆସୁଛି, ଓଡ଼ିଶା ଷ୍ଟେଟ ଗଭର୍ଣ୍ଣମେଣ୍ଟ ଏକ୍ସାମ ସବୁରେ, ଏଏସଓସି ଜେଲ୍ ସବୁରେ। ଓଡ଼ିଆରେ ମଧ୍ୟ ଅଛି। ବିଦ୍ୟାଳୟରେ ପ୍ରାୟ 2500 ରୁ 3000 ବର୍ଷ ପୂର୍ବେ ଚାଇନାରେ ଉଦ୍ଭାବନ କରାଯାଇଥିଲା। ଦିସ୍ ଇଜ ଦ ୱାର୍ଲଡ ଫାର୍ଷ୍ଟ କାଉଣ୍ଟିଂ ମେସିନ୍। ଏହା ହେଉଛି ବିଶ୍ୱର ପ୍ରଥମ ଗଣନା ମେସିନ୍। କ୍ୱେଶ୍ଚନ ଆସିବ ପିଲାମାନେ, କ୍ୱେଶ୍ଚନ ଏମିତି ଆସିବ, ବିଶ୍ୱର ୱାର୍ଲଡର ପ୍ରଥମ ଫାଷ୍ଟ ମେସିନ୍ କାଉଣ୍ଟିଂ ମେସିନ୍ କୋଉଟା ଆସିବ? ସେଟା ଲେଖିଲେ ଆବାକସ କାଉଣ୍ଟିଂ ମେସିନ୍। ଏଟାକୁ କ୍ରେମର ମେସିନ୍ ମଧ୍ୟ କୁହାଯାଏ। ଆବାକସ ୟୁନିଭର୍ସ ଚାଇନା ଆସେଣ୍ଟ ବେବିଲନ ଆବାକସ ଚୀନ। ପ୍ରାଚୀନ ବେବିଲନ ଥିଲା ଚାଇନା, ଆବାକସ ଥିଲା ବର୍ତ୍ତମାନ ଚାଇନାକୁ ପୂର୍ବେ ଆଗ କାଳରେ ବେବିଲନ କୁହାଯାଇଥିଲା। ତ ସେ ବେବିଲନରେ ମାନେ 2500 ରୁ 3000 ବର୍ଷ ପୂର୍ବେ ଚାଇନାକୁ ବେବିଲନ କରିଥିଲା। ସେ ବେବିଲନରେ ବର୍ତ୍ତମାନ ସିନା ଚାଇନା କୁହାଯାଏ, ସେ ବେବିଲନରେ କମ୍ପ୍ୟୁଟର ତିଆରି ହେଇଥିଲା। ତ କ୍ୱେଶ୍ଚନ ଆସିବ ପିଲାମାନେ, ଆବାକସ କୋଉଠି ତିଆରି ହେଇଥିଲା? ଅପସନ ଆସିବ ବେବିଲନ, ଚାଇନା। ଦୁଇଟା ଅପସନ ଥିଲେ, ବେବିଲନ ମାରିବେ କିମ୍ବା ଦୁଇଟା ମଧ୍ୟରୁ କୌଣସି ଥିଲେ ଗୋଟେ ମାରିବେ, ଚାଇନା କିମ୍ବା ବେବିଲନ। Even today it is used in other countries like China, Japan। ଆଜି ମଧ୍ୟ ଏହା ଚାଇନା, ଜାପାନ ପରି ଅନ୍ୟ ଦେଶରେ ବ୍ୟବହୃତ କରାଯାଉଛି। ଆଜି ମଧ୍ୟ ଚାଇନା, ଜାପାନରେ ଏହା ଆବାକସକୁ ୟୁଜ କରୁଛନ୍ତି ପିଲାମାନେ। ଦିସ୍ ଇଜ ଦ ୱାର୍ଲଡ ଫାର୍ଷ୍ଟ କାଉଣ୍ଟିଂ ମେସିନ୍। ଏହା ହେଉଛି ବିଶ୍ୱର ପ୍ରଥମ ଗଣନା ମେସିନ୍। ଦ ଫାର୍ଷ୍ଟ ୟୁଜ ଅଫ ଆବାକସ ୱାଜ ଇନ୍ ଚାଇନା ଆସେଣ୍ଟ ବେବିଲନ।
ଏଠୁ ଦୁଇଥର ଟାଇପ୍ ହେଇଯାଇଛି ମିଷ୍ଟେକରେ ପିଲାମାନେ। ଏଟା ଏଟା ମଧ୍ୟ ଦୁଇଥର ଟାଇପ୍ ହେଇଛି। ଦେଖନ୍ତୁ ଆବାକସ୍ ଇଜ ଅଲସୋ ନୋନ୍ ଆଜ୍ କାଉଣ୍ଟିଂ ଫ୍ରେମ୍। ଆବାକସ୍ ମଧ୍ୟ କାଉଣ୍ଟିଂ ଫ୍ରେମ୍ ମଧ୍ୟ କୁହାଯାଏ, କାଉଣ୍ଟିଂ ଫ୍ରେମ୍ ମଧ୍ୟ କୁହାଯାଏ ଏବଂ କାଉଣ୍ଟିଂ ମେସିନ୍। ଦୁଇରେ କାଉଣ୍ଟିଂ ଫ୍ରେମ୍ ବି କହିବେ, କାଉଣ୍ଟିଂ ମେସିନ୍ ବି କହିପାରିବେ ଆବାକସ୍କୁ, କାହିଁକି ସେଟା କାଉଣ୍ଟିଂ ପାଇଁ ହିଁ ୟୁଜ୍ ହଉଥିଲା। ଆଉ ଦେଖନ୍ତୁ ଏଟା ଫ୍ରେମ୍, ଏଟା ଦେଖନ୍ତୁ ଫ୍ରେମ୍ ପରି ମଧ୍ୟ ଅଛି, ସେଥିପାଇଁ କାଉଣ୍ଟିଂ ଫ୍ରେମ୍ କୁହାଯାଏ। ତାକୁ ମାଇଣ୍ଡରେ ରଖିବେ, ମନେ ରଖିବାକୁ ଘୋଷିବାକୁ ଦରକାର ନାହିଁ। ଏଟା ଫ୍ରେମ୍ ପରେ ଅଛି, ଏଟା କଣ କାଉଣ୍ଟିଂ ପାଇଁ ୟୁଜ୍ ହୁଏ, ତେବେ କାଉଣ୍ଟିଂ ଫ୍ରେମ୍ କହିପାରିବେ କିମ୍ବା କାଉଣ୍ଟିଂ ମେସିନ୍ ବି କହିପାରିବେ। ଏଇଟା ଗୋଟେ ମେସିନ୍ ବି ଅଟେ, ଫ୍ରେମ୍ ବି ଅଟେ। ଦେଖନ୍ତୁ ଫ୍ରେମ୍ ପରି ମଧ୍ୟ ଦେଖାଯାଉଛି ଫିଗରରେ, ତ ସେଥିପାଇଁ ଭୁଲିବା କୌଣସି ଚାନ୍ସ ନାହିଁ। ଏଟାକୁ କାଉଣ୍ଟିଂ ଆବାକସ୍କୁ କାଉଣ୍ଟିଂ ମେସିନ୍ ବି କହିପାରିବେ, କାଉଣ୍ଟିଂ ଫ୍ରେମ୍ ବି କହିବେ। କ୍ୱେଶ୍ଚନ୍ ଏମିତି ପଚାରିବ ଏକ୍ସାମରେ। ଦେଖନ୍ତୁ ମଡର୍ନ ଆବାକସ୍ ଇନଭେଣ୍ଟେଡ୍ ଟାଇମ୍ କ୍ରେମର। ଆଧୁନିକ ଆବାକସ୍କୁ ଉଦ୍ଭାବନ କିଏ କରିଥିଲେ? ଟାଇମ୍ କ୍ରେମର। କିଏ କରିଥିଲେ? ଆବାକସ୍, ମଡର୍ନ ଆବାକସ୍କୁ କହିଲେ ଟାଇମ୍ କ୍ରେମର କହିବ। ନେକ୍ସଟ ଦେଖିବା ପିଲାମାନେ, ତ ଆଜି ପାଇଁ କ୍ଲାସ୍ ଏତିକି ରଖିବା। ନେକ୍ସଟ ଲେକ୍ଚର, ଏଟା ଥିଲା ପାର୍ଟ 1। ପାର୍ଟ 2ରେ ଏଇ ହିଷ୍ଟ୍ରି ଅଫ୍ କମ୍ପ୍ୟୁଟର ଷ୍ଟାର୍ଟ କରିବା ପିଲାମାନେ, ଯୋଉଠୁ ସରିଛି ସେଇଠୁ ଷ୍ଟାର୍ଟ କରିବା। ତ ପିଲାମାନେ ଆଜି ଇଣ୍ଟ୍ରୋଡକ୍ସନ କ୍ଲାସରେ ଥିଲା, ସେଥିଲାଗି ଏତିକି ଆପଣମାନଙ୍କୁ କିଛି କମ୍ପ୍ୟୁଟର ତଥ୍ୟ ଜଣାଇ ଦିଆଗଲା। ନେକ୍ସଟ ଲେକ୍ଚର ଆପଣମାନଙ୍କୁ ବିଶଦ ମାଧ୍ୟମରେ ତ ମୁଁ କହିଦେଉଛି ଥରେ ଆପଣମାନଙ୍କୁ ଅପକମିଂ ଲେକ୍ଚରରେ ନେକ୍ସଟ କ୍ଲାସ ନେକ୍ସଟ କ୍ଲାସରେ ଆମେ କ'ଣ ପଢିବା ପିଲାମାନେ? ହିଷ୍ଟ୍ରି ଅଫ୍ କମ୍ପ୍ୟୁଟର କ'ଣ ପଢିବା ଆପଣଙ୍କୁ କହିଦେଉଛି। ଦେଖନ୍ତୁ ଯେମିତି ହିଷ୍ଟ୍ରି ଅଫ୍ କମ୍ପ୍ୟୁଟର ଆସୁଛି ବର୍ତ୍ତମାନ କ'ଣ ଆବାକସ୍ ପଢିଲୁ, ବର୍ତ୍ତମାନ ପଢିବା 1 ନମ୍ବର କ'ଣ ନେକ୍ସଟ କ୍ଲାସରେ ପଢିବା ଆମେ ପାସ୍କାଲାଇନ୍। ଆବାକସ୍ ତ ପଢି, ଆବାକସ୍ ବର୍ତ୍ତମାନ ଜାଣିଗଲୁ, ଆବାକସ୍ ବିଷୟରେ ଜାଣିଗଲୁ। ନେକ୍ସଟ କ୍ଲାସରେ ଦେଖିବା ପାସ୍କାଲାଇନ୍ ଦେଖିବା। ପାସ୍କାଲାଇନ୍ର ହିଷ୍ଟ୍ରି ପଢିବା। ଏଟା ବହୁତ ହିଷ୍ଟ୍ରି ପିଲାମାନେ, କମ୍ପ୍ୟୁଟର ହିଷ୍ଟ୍ରି ଅଟେ, ଏହାକୁ ଜାଣିବା ବହୁତ ଇଣ୍ଟରେଷ୍ଟିଂ। ନେଫିୟର ବଞ୍ଚ, ଏମାନେ ସବୁ ଗୋଟେ ସାଇଣ୍ଟିଷ୍ଟ, ତାଙ୍କ ନାଁରେ ମଧ୍ୟ ଗୋଟେ କମ୍ପ୍ୟୁଟର ଅଛି ପିଲାମାନେ। ଏମାନେ ଗୋଟେ ସାଇଣ୍ଟିଷ୍ଟ ଯୋଉ କମ୍ପ୍ୟୁଟର ଆବିଷ୍କାର କରିଥିଲେ। ତ ନେକ୍ସଟ ପଢିବା ନେପିୟର୍ସ ଜନ୍। ନେପିୟର୍ସ ବନ୍ସ ପଢିବା। ଏଟା ମଧ୍ୟ ଗୋଟେ ସାଇଣ୍ଟିଷ୍ଟ। 3ଟା ଗଲା ଆଉ 4ଟାରେ ମାର୍କ 1 ଏବଂ 5 ନମ୍ବରରେ ଏଡଭାଗ ପଢିବା। ଦେଖନ୍ତୁ ଏଡଭାଗ ମଧ୍ୟ କ୍ୱେଶ୍ଚନ ବାରମ୍ବାର ଆସୁଛି। ତାପରେ 6 ନମ୍ବରରେ ପଢିବା ଏଡସାକ୍ ପଢିବା। ତାପରେ ପଢିବା 7 ନମ୍ବରରେ ଏନିଆକ୍ର ଫୁଲ୍ ଫର୍ମ ଜାଣିଥିବେ, ଏଟା ବାରମ୍ବାର କ୍ୱେଶ୍ଚନ ଆସୁଛି ଏବଂ ଫେମସ ଗୋଟେ ଏନିଆକ୍ର ଫୁଲ୍ ଫର୍ମ ଅଛି ଇଲେକ୍ଟ୍ରିକାଲ ନ୍ୟୁମେରିକାଲ ଇଣ୍ଟିଗ୍ରେଟର ଏଣ୍ଡ କମ୍ପ୍ୟୁଟର। ଏଟା ଫୁଲ୍ ଫର୍ମ ମଧ୍ୟ ପଚାରେ କ୍ୱେଶ୍ଚନ ଏନିଆକ୍ର। ତାକୁ ବିଶଦ ଭାବରେ ପଢିବା। ଏନିଆକ୍ ଗୋଟେ କମ୍ପ୍ୟୁଟର ପିଲାମାନେ, କମ୍ପ୍ୟୁଟର ନା, ତାର ହିଷ୍ଟ୍ରି ପୁରା ଡିଟେଲ ପଢିବା। କୋଉ ମସିହାରେ ଆସିଥିଲା, କେବେ ଆସିଥିଲା, ସେଟା ମଧ୍ୟ ତାପରେ ପଢିବା 8 ନମ୍ବର ୟୁନିଭାଗ ମଧ୍ୟ ଗୋଟେ କମ୍ପ୍ୟୁଟର। ସମସ୍ତେ ଗୋଟେ କମ୍ପ୍ୟୁଟର। ୟୁନିଭାଗର ଫୁଲ୍ ଫର୍ମ ୟୁନିଭର୍ସାଲ ଅଟୋମେଟିକ କମ୍ପ୍ୟୁଟର। ଯେମିତି ଏଡସାକ୍ର ଇଲେକ୍ଟ୍ରିକାଲ ରିଲେ ଷ୍ଟୋରେଜ ଅଟୋମେଟିକ କମ୍ପ୍ୟୁଟର, ଏଡଭାଗର ଇଲେକ୍ଟ୍ରିକାଲ ଡିସ୍କ୍ରିଟ ଭେରିଏବଲ ଅଟୋମେଟିକ କମ୍ପ୍ୟୁଟର। ସବୁ ଗୋଟେ ଆପଣମାନଙ୍କର କମ୍ପ୍ୟୁଟର ହିଷ୍ଟ୍ରି ପୁରା ଡିଟେଲ ପଢାଯିବ। ହିଷ୍ଟ୍ରି ପୁରା ଭିତରୁ କ୍ୱେଶ୍ଚନ ଆସୁଛି ପିଲାମାନେ। ଆଜିକାଲି ହିଷ୍ଟ୍ରି ଆପଣ 4ରୁ 5 ମାର୍କ ହିଷ୍ଟ୍ରି ପାଇବେ। ଛୋଟ ବଡ ଏକ୍ସାମରେ ଆପଣ 5ରୁ 7 ମାର୍କ ନିଶ୍ଚୟ ଆପଣଙ୍କୁ ହିଷ୍ଟ୍ରି ପାଇବେ, ପୁରା ଭିତର କ୍ୱେଶ୍ଚନ। ତାପରେ ପଢିବା IBM 650 ଆଇସି ଇଣ୍ଟିଗ୍ରେଟର, ପ୍ରୋସେସର, ବହୁତ ଅଛି। ମୁଁ କହିଦେଉଛି ଜେନେରେସନ ଅଫ କମ୍ପ୍ୟୁଟର ପଢିବା, ଫାର୍ଷ୍ଟ ଜେନେରେସନ, ସେକେଣ୍ଡ ଜେନେରେସନ, ଥାର୍ଡ ଜେନେରେସନ, ଫିଫ୍ଥ ଜେନେରେସନ ସବୁ ପଢିବା ଆଗକୁ। ତେଣୁ କ୍ଲାସିଫିକେସନ କମ୍ପ୍ୟୁଟର ପଢିବା। ତ ଆଗକୁ ଅପକମିଂରେ କ'ଣ କ୍ଲାସ ହେବ ସେଟା ମୁଁ ଆପଣମାନଙ୍କୁ ଥରେ ସର୍ଟ ରିଭିଜନ କରିଥିଲି, ଆପଣମାନଙ୍କୁ ବତେଇଥିଲି କ'ଣ ହେବ ଆଗକୁ। ତ ପିଲାମାନେ ଆଜି ପାଇଁ ଏତିକି। ଥ୍ୟାଙ୍କ ୟୁ। ସରି ପିଲାମାନେ, ଟେଲିଗ୍ରାମରେ ଯାଇକି ଆପଣମାନେ ପିଡିଏଫ ନେଇପାରିବେ ଯାହାକୁ ଦରକାର ଅଛି। ମୋ ଟେଲିଗ୍ରାମର ନାମ ହେଉଛି ପିଲାମାନେ
टेलीग्राम ऑफिशियल टेलीग्राम ऑफिशियल टेलीग्राम ଅଛି କମ୍ପ୍ୟୁଟର ବାय ଏସ୍କେ ସାର୍ କମ୍ପ୍ୟୁଟର ବାय ଏସ୍କେ ସାର୍ ରେ ଯାଇକି ଆପଣ PDF ଡାଉନଲୋଡ୍ କରିପାରିବେ। ଆଗକୁ କ୍ଲାସ୍ ହେବ ସେଟା ମଧ୍ୟ ଏବଂ ଯାହାଫଳରେ ସେଟା ମଧ୍ୟ ମୁଁ ସେଣ୍ଡ କରିଦେବି ପିଲାମାନେ ଯାଇକି ଜଏନ୍ କରିନେବେ। ସୋ ଥ୍ୟାଙ୍କ ୟୁ ପିଲାମାନେ।